ଭାବିଲେ ଆଶ୍ଚର୍ଯ୍ୟ ଲାଗେ ନା ଏମିତି କିଛି ପଦାର୍ଥ ବିଷୟରେ ଯାହା ଭୀଷଣ ଗରମକୁ ହସି ହସି ସହିଯାଏ କିମ୍ବା ଏତେ ଶକ୍ତ ଯେ ପ୍ରଚଣ୍ଡ ଚାପ ବି ତାର କିଛି କରିପାରେନି। ଆଉ ଯଦି ମୁଁ କହିବି ଏସବୁ କ୍ରାନ୍ତିକାରୀ ଜିନିଷର ରହସ୍ୟ କୌଣସି ବଡ଼ ଲ୍ୟାବୋରେଟୋରୀରେ ନୁହେଁ ବରଂ ସମୁଦ୍ରର ହଜାର ହଜାର ମିଟର ତଳେ ଲୁଚି ରହିଛି, ତେବେ ଚାଲନ୍ତୁ ଆଜି ସେହି ଗଭୀରତା ଭିତରକୁ ଯିବା ଯେଉଁଠି ଛୋଟ ଛୋଟ ଜୀବ ଆମ ଭବିଷ୍ୟତ ପାଇଁ ବଡ଼ ବଡ଼ ନକ୍ସା ତିଆରି କରୁଛନ୍ତି। ହଁ, ତେବେ ପ୍ରଶ୍ନଟା ହେଉଛି ଏ ନକ୍ସା ଆମକୁ ମିଳିବ କେଉଁଠୁ? ଆଉ ମଜାର କଥା ହେଉଛି ବୈଜ୍ଞାନିକମାନେ ଏହାର ଉତ୍ତର କୌଣସି ଚକଚକ୍ କରୁଥିବା ଲ୍ୟାବ୍ରେ ଖୋଜୁନାହାନ୍ତି। ସେମାନେ ଖୋଜୁଛନ୍ତି ସମୁଦ୍ରର ସେଇ ଗଭୀର ଅନ୍ଧକାରରେ, ଯେଉଁଠି ପ୍ରକୃତି ନିଜେ ହିଁ ସବୁଠୁ ବଡ଼ ଇଞ୍ଜିନିୟର। ଆଚ୍ଛା, ତେବେ ଚାଲନ୍ତୁ ଆହୁରି ଗଭୀରକୁ ଯିବା, ସିଧା ଗଭୀର ସମୁଦ୍ରର ହାଇଡ୍ରୋଥର୍ମାଲ ଭେଣ୍ଟସ୍ ପାଖକୁ। ଏମିତି ଏକ ଜାଗା ଯେଉଁଠି ଜୀବନ ଥିବାଟା ହିଁ ଏକ ପ୍ରକାର ଅସମ୍ଭବ ଲାଗେ। ଭାବନ୍ତୁ ତ, ପ୍ରବଳ ଚାପ, ଜ୍ୱଳନ୍ତା ତାପମାତ୍ରା ଆଉ ତୀବ୍ର ଏସିଡ୍। କିନ୍ତୁ ମଜାର କଥା ହେଲା ଆମର ଉତ୍ତର ଠିକ୍ ଏଇଠି ହିଁ ଲୁଚି ରହିଛି। ଟିକେ ଏ ପରିବେଶକୁ ଦେଖନ୍ତୁ। ଆମେ କଥା ହେଉଛେ ପ୍ରାୟ 1.5ରୁ 2 ମାଇଲ ଗଭୀରତାର। ଏଠି ପାଣିର ଚାପ ଏତେ ଯେ କୌଣସି ଜିନିଷକୁ ଚେପା କରିଦେବ, ଆଉ ତାପମାତ୍ରା କିଛି କିଛି ଜାଗାରେ 400 ଡିଗ୍ରୀ ସେଲ୍ସିୟସ୍, ମାନେ ସିସା ବି ତରଳିଯିବ। ଏହା ସହିତ ପାଣିରେ ଭରି ରହିଛି ଏସିଡ୍ ଆଉ ସଲ୍ଫର। ଆଉ ଏମିତି ଏକ ନରକ ଭଳି ଜାଗାରେ ଆଶ୍ଚର୍ଯ୍ୟଜନକ ଭାବେ ଜୀବନ କେବଳ ବଞ୍ଚିନି ବରଂ ବଢ଼ୁଛି ଆଉ ଫୁଲୁଛି। ତେବେ ଏଇଠି ହିଁ ଆସୁଛି ସବୁଠୁ ବଡ଼ ପ୍ରଶ୍ନ। ଏମିତି ଏକ ପ୍ରତିକୂଳ ପରିବେଶରେ ଏ ଜୀବମାନେ ବଞ୍ଚିବା ପାଇଁ ଏତେ ଅଦ୍ଭୁତ, ଏତେ କ୍ରାନ୍ତିକାରୀ ଜିନିଷ ନିଜ ଶରୀରରେ ତିଆରି କରୁଛନ୍ତି କେମିତି? ସେମାନଙ୍କ ପାଖରେ ଏମିତି କି ଇଞ୍ଜିନିୟରିଂର ରହସ୍ୟ ଅଛି ଯାହା ଆମେ ଆଜି ଯାଏଁ ବୁଝିପାରୁନୁ? ଆଉ ଏବେ ଆସନ୍ତୁ ଭେଟିବା ଆମ କାହାଣୀର ହିରୋକୁ। ଏହାର ନାଁ ହେଉଛି ସ୍କେଲିଫୁଟ୍ ଗେଣ୍ଡା। ଏମିତି ଏକ ଅଜବ ଜୀବ ଯିଏ ନିଜ ଆଖପାଖର ରସାୟନକୁ ବ୍ୟବହାର କରି ନିଜ ପାଇଁ ଏକ ଲୁହାର କବଚ ତିଆରି କରିପାରେ। ହଁ, ଆପଣ ଠିକ୍ ଶୁଣିଲେ, ଲୁହାର କବଚ। ଦେଖିବାକୁ ଏହା କୌଣସି ସାଧାରଣ ଗେଣ୍ଡା ଭଳି ନୁହେଁ। ତାର ବାହାର ପଟଟା ପୁରା ଧାତୁ ଭଳି ଚକଚକ୍ କରେ, କାରଣ ଏହା ପ୍ରକୃତରେ ଧାତୁରେ ତିଆରି। ଆଜି ପର୍ଯ୍ୟନ୍ତ ଜଣାଥିବା ଏହା ହେଉଛି ଏକମାତ୍ର ଜୀବ ଯେ ନିଜ କଙ୍କାଳରେ ଆଇରନ୍ ସଲ୍ଫାଇଡ୍ ବ୍ୟବହାର କରେ। ସରଳ ଭାଷାରେ କହିଲେ ଲୁହା ଆଉ ସଲ୍ଫରର ଏକ ମିଶ୍ରଣ। ତ ଏ ଗେଣ୍ଡାର ଖୋଳଟା କୌଣସି ସାଧାରଣ ଖୋଳ ନୁହେଁ। ଏହାକୁ ଆପଣ ଏକ ହାଇଟେକ୍ ଆର୍ମର କହିପାରିବେ। ଦେଖନ୍ତୁ, ଏହାର 3ଟା ସ୍ତର ଅଛି। ସବୁଠୁ ବାହାରେ ଅଛି ସେହି ଆଇରନ୍ ସଲ୍ଫାଇଡ୍ର କଠିନ କବଚ। ତାପରେ ମଝିରେ ଅଛି ଗୋଟେ ନରମ ଜୈବିକ ସ୍ତର। ଏଇଟା ଗାଡ଼ିର ଶକ୍ ଆବଜର୍ଭର ଭଳି କାମ କରେ, ଯେକୌଣସି ଧକ୍କାକୁ ସହିଯାଏ। ଆଉ ସବା ଭିତରେ ଅଛି କ୍ୟାଲସିୟମରେ ତିଆରି ଏକ ମଜବୁତ ଫାଉଣ୍ଡେସନ। ଆଉ ଏଇଠି ହିଁ ଏହାର ଇଞ୍ଜିନିୟରିଂର ପ୍ରକୃତ କମାଲ ଦେଖିବାକୁ ମିଳେ। ଯେତେବେଳେ କୌଣସି ଶିକାରୀ ଏହାକୁ ଆକ୍ରମଣ କରେ, ଏହାର ବାହାର ଲୁହା ସ୍ତରଟା ପୁରା ଭାଙ୍ଗିଯାଏନି, ବରଂ ଏଥିରେ ହଜାର ହଜାର ଛୋଟ ଛୋଟ ଫାଟ ସୃଷ୍ଟି ହୁଏ। ଏହାକୁ କୁହାଯାଏ ମାଇକ୍ରୋ କ୍ରାକିଂ। ଏହି ଫାଟଗୁଡ଼ିକ ଆକ୍ରମଣର ପୁରା ଶକ୍ତିକୁ ନିଜ ଭିତରେ ଶୋଷି ନିଅନ୍ତି, ଠିକ୍ ଯେମିତି ଗାଡ଼ି ଦୁର୍ଘଟଣା ବେଳେ ତାର ସାମ୍ନା ଅଂଶ ଚେପା ହୋଇଯାଏ, ଭିତରେ ବସିଥିବା ଲୋକଙ୍କୁ ବଞ୍ଚାଇ ଦିଏ। କିନ୍ତୁ ପ୍ରଶ୍ନ ହେଉଛି, ଏ ଲୁହା କବଚ ଆସୁଛି କେଉଁଠୁ? ଗେଣ୍ଡା କ'ଣ କେବଳ ଆଖପାଖରୁ ଲୁହା ଗୋଟେଇ ଆଣି ନିଜ ଖୋଳରେ ଚିପକେଇ ଦେଉଛି? ନା, ଏହା ପଛରେ କିଛି ଗଭୀର ବାୟୋଲୋଜିକାଲ ପ୍ରକ୍ରିୟା ଲୁଚି ରହିଛି। ଆସନ୍ତୁ ଏ ରହସ୍ୟ ଉପରୁ ପର୍ଦ୍ଦା ଉଠେଇବା। ତେବେ ପ୍ରଶ୍ନଟା ବହୁତ ସିଧା। ଏହା କ'ଣ କେବଳ ପରିବେଶର ଏକ ସଂଯୋଗ? ନା ଏ ଗେଣ୍ଡା ନିଜେ ଜଣେ ମାଷ୍ଟର ଇଞ୍ଜିନିୟର ଯିଏ ନିଜ ଶରୀର ଭିତରେ ଧାତୁ ତିଆରି କରୁଛି? ଆଉ ବୈଜ୍ଞାନିକମାନଙ୍କୁ ଯେଉଁ ପ୍ରମାଣ ମିଳିଛି ତାହା ସ୍ପଷ୍ଟ ଭାବେ କହୁଛି ଯେ ଏହା କୌଣସି ସଂଯୋଗ ନୁହେଁ। ଏହି ଗେଣ୍ଡା ନିଜେ, ହଁ, ସକ୍ରିୟ ଭାବେ ନିଜର ଏ ଲୁହା କବଚକୁ ତିଆରି କରେ। ଏହା ସମ୍ପୂର୍ଣ୍ଣ ଭାବେ ଏକ ବାୟୋଲୋଜିକାଲ ପ୍ରକ୍ରିୟା। ଆଉ ଏହାର ସବୁଠୁ ବଡ଼ ପ୍ରମାଣ ମିଳିଲା ସଲ୍ଫରରୁ। ଦେଖନ୍ତୁ, ବୈଜ୍ଞାନିକମାନେ ଗେଣ୍ଡାର ଖୋଳରେ ଥିବା ସଲ୍ଫର ଆଉ ପରିବେଶର ପାଣିରେ ଥିବା ସଲ୍ଫରର କେମିକାଲ ଫିଙ୍ଗରପ୍ରିଣ୍ଟକୁ ତୁଳନା କଲେ। ଏହାକୁ ଆଇସୋଟୋପ୍ ସିଗ୍ନେଚର କୁହନ୍ତି। ଆଉ ଫଳାଫଳ ଆଶ୍ଚର୍ଯ୍ୟଜନକ। 2ଟା ସିଗ୍ନେଚର ପୂରାପୂରି ଅଲଗା ଥିଲା। ଗେଣ୍ଡାର ଖୋଳରେ ଯେଉଁ ସଲ୍ଫର ଥିଲା ତାହା କେବଳ ଏକ ଜୈବିକ ପ୍ରକ୍ରିୟାରୁ ହିଁ ଆସିପାରିବ। ଏଥିରୁ ସିଧାସଳଖ ପ୍ରମାଣିତ ହେଲା ଯେ ଗେଣ୍ଡା ନିଜେ ହିଁ ଏ ସଲ୍ଫରକୁ ପ୍ରୋସେସ୍ କରୁଛି। ହଉ, ତେବେ ଏ ପ୍ରକ୍ରିୟାଟା କାମ କରେ କେମିତି? ଏହା ବହୁତ ସରଳ ଆଉ ସୁନ୍ଦର। 2ଟା ଜିନିଷ ଦରକାର, ସଲ୍ଫର ଆଉ ଲୁହା। ଗେଣ୍ଡା ନିଜେ ସଲ୍ଫର ଯୋଗାଏ ଆଉ ଲୁହା ସେ ପାଏ ଆଖପାଖର ପାଣିରୁ। ଏ 2ଟା ମିଶି ତିଆରି ହୁଏ ତାର ସେହି ଅଭେଦ୍ୟ କବଚ। ଏହାକୁ ଆପଣ ଗୋଟେ ଛୋଟ ଜୀବନ୍ତ କାରଖାନା ବୋଲି ଭାବିପାରିବେ। ଗେଣ୍ଡା କ'ଣ କରେ ନା, ନିଜ ଖୋଳ ଭିତରେ ଛୋଟ ଛୋଟ ଚ୍ୟାନେଲ ବା ନଳୀ ତିଆରି କରେ ଆଉ ସେଥିରେ ନିଜ ଶରୀରରୁ ସଲ୍ଫର ପମ୍ପ କରେ।
ତାପରେ ବାହାର ପାଣିରୁ ଲୁହାର କଣିକା ସେଇ ନଳୀ ଭିତରକୁ ଆସେ ଆଉ ସଲ୍ଫର ସହ ମିଶିଯାଏ। ବାସ୍ ସେଇଠି ସେଇ ନଳୀ ଭିତରେ ହିଁ ତିଆରି ହୋଇଯାଏ ଆଇରନ୍ ସଲ୍ଫାଇଡ୍, ଠିକ୍ ଯେଉଁଠି ଦରକାର ସେଇଠି। କିନ୍ତୁ ଗୋଟେ ମିନିଟ୍, ଏତେ ସବୁ ସଲ୍ଫର ଗେଣ୍ଡା ଆଣୁଛି କେଉଁଠୁ? ଏହାର ଉତ୍ତର ଲୁଚି ରହିଛି ଏକ ସହଜୀବୀ ସମ୍ପର୍କରେ। ଗେଣ୍ଡାର ଶରୀର ଭିତରେ କିଛି ଖାସ୍ ବ୍ୟାକ୍ଟେରିଆ ରହନ୍ତି। ଏ ବ୍ୟାକ୍ଟେରିଆମାନେ ସଲ୍ଫରକୁ ଖାଦ୍ୟ ଭାବେ ବ୍ୟବହାର କରନ୍ତି। ଆଉ ସେମାନଙ୍କ ଶରୀରରୁ ଯେଉଁ ସଲ୍ଫର ବର୍ଜ୍ୟବସ୍ତୁ ଭାବେ ବାହାରେ, ଗେଣ୍ଡା ସେଟାକୁ ବହୁତ ଚାଲାକିରେ ନିଜ କବଚ ତିଆରି ପାଇଁ ବ୍ୟବହାର କରିଦିଏ। ଏହାକୁ ହିଁ ତ କହନ୍ତି ସିମ୍ବିଓସିସ୍। ତେବେ ଗୋଟିଏ ଛୋଟ ଗେଣ୍ଡାର ଏ କାହାଣୀ କେବଳ ଏକ ମଜାଦାର କଥା ନୁହେଁ। ଏହା ପ୍ରକୃତରେ ଆମ ଭବିଷ୍ୟତର ଟେକ୍ନୋଲୋଜି ପାଇଁ, ଆମ ଇଞ୍ଜିନିୟରିଂ ପାଇଁ ଏକ ବ୍ଲୁପ୍ରିଣ୍ଟ। ଏ ଦୁଇଟି ଚିତ୍ରକୁ ଦେଖନ୍ତୁ। ଏଇଠି ପ୍ରକୃତି ଆଉ ଟେକ୍ନୋଲୋଜି ହାତ ମିଳେଇଛନ୍ତି। ବାମପଟେ ଅଛି ସେଇ ଗେଣ୍ଡାର ପ୍ରକୃତ ଖୋଳର ଗଠନ, ଆଉ ଡାହାଣ ପଟେ ଅଛି ଠିକ୍ ସେହି ଡିଜାଇନକୁ ନକଲ କରି 3D ପ୍ରିଣ୍ଟରରେ ତିଆରି ହୋଇଥିବା ଏକ ନୂଆ ମେଟେରିଆଲ। ଏହା ହିଁ ତ ବାୟୋମିମିକ୍ରିର ସବୁଠୁ ବଡ଼ ଉଦାହରଣ, ପ୍ରକୃତିରୁ ଶିଖି ନୂଆ ଜିନିଷ ତିଆରି କରିବା। ଆଉ ଗବେଷକମାନେ କେବଳ ଏହାର ଡିଜାଇନକୁ ଦେଖି ଚୁପ୍ ବସିନାହାନ୍ତି। ସେମାନେ ଏବେ ଏହି ଡିଜାଇନ ବ୍ୟବହାର କରି ଏମିତି କ୍ରାନ୍ତିକାରୀ ପଦାର୍ଥ ତିଆରି କରିବା ଆରମ୍ଭ କରିଦେଲେଣି, ଯାହା ଆମର ଅନେକ ସମସ୍ୟାର ସମାଧାନ କରିପାରିବ। ଆଉ ଏହାର ବ୍ୟବହାର କେଉଁଠି ହୋଇପାରିବ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ସୈନିକମାନଙ୍କ ପାଇଁ ଆହୁରି ହାଲୁକା ଆଉ ମଜବୁତ ବଡି ଆର୍ମର, ମୋଟର ରେସିଂରେ ବ୍ୟବହାର ହେଉଥିବା ହେଲମେଟ୍, ଏପରିକି ଆର୍କଟିକ୍ ଭଳି ଜାଗାରେ ପାଇପଲାଇନକୁ ସୁରକ୍ଷା ଦେବା ପାଇଁ ଏହି ଡିଜାଇନ ବହୁତ କାମରେ ଆସିବ। ଏହା 3D ପ୍ରିଣ୍ଟିଂଠୁ ଆରମ୍ଭ କରି ଶକ୍ତି ଶୋଷୁଥିବା ନୂଆ ନୂଆ ଜିନିଷ ତିଆରି କରିବାରେ ଏକ ନୂଆ ରାସ୍ତା ଦେଖାଉଛି। ତେବେ ଶେଷରେ ଏହା ଆମକୁ ଗୋଟିଏ ବଡ଼ ପ୍ରଶ୍ନ ପାଖରେ ଛାଡ଼ି ଯାଉଛି। ଯଦି ଗୋଟିଏ ଏତେ ଛୋଟ ଗେଣ୍ଡା ପାଖରେ ପ୍ରକୃତିର ଏତେ ବଡ଼ ଇଞ୍ଜିନିୟରିଂ ରହସ୍ୟ ଲୁଚି ରହିପାରେ, ତେବେ ଭାବନ୍ତୁ ତ ଆମ ଗ୍ରହର ଏହି ଗଭୀର ଅଜଣା ସମୁଦ୍ର ଭିତରେ ଆହୁରି କେତେ ଯେ ଅସମାହିତ ରହସ୍ୟ ଲୁଚି ରହିଥିବ, ଯାହା ଆମର ସମଗ୍ର ଭବିଷ୍ୟତକୁ ବଦଳାଇ ଦେବାର କ୍ଷମତା ରଖେ।